ଆଜିର 3ଟି ବଡ଼ ଖବର ବିଷୟରେ ଜାଣିବା। ମୋ ନାଁ ହେଉଛି ଅକ୍ଷୟ। ଓଡ଼ିଶା ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟପାଳ ରଘୁବର ଦାସ। ଧାନ କୁଇଣ୍ଟାଲ ପିଛା 3100 ଟଙ୍କା ଏବେ ଦିଆଯିବ। 48 ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କରାଯିବ। ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ ବୋଲି ଖବର ଆସିଛି। ଓଡ଼ିଶାକୁ ଆସୁଛି ଲଗାତାର 2ଟି ଲଘୁଚାପ। ସୃଷ୍ଟି ହେବା ଦ୍ୱାରା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି। ଯାହାରି ପ୍ରଭାବରେ ଆଜି ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଦେବଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ସୂଚନା ଦିଆଯାଇଥିବା ଖବରଟା ମିଳିଛି। ତୃତୀୟ ଖବର ହେଉଛି କି ଓଡ଼ିଶାରେ 15 ଲକ୍ଷ ଲୋକଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏକଥା ସୂଚନା ଦେଲେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ। ରଘୁବର ଦାସ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମ ଅଞ୍ଚଳର 10 ଲକ୍ଷ ଲୋକ ଓ ସହର ଅଞ୍ଚଳରେ 5 ଲକ୍ଷକୁ ପକ୍କା ଘର ଯୋଗାଇ ଦିଆଯିବ। ଯେଉଁମାନେ ନୂଆରେ ଆବେଦନ କରିଛନ୍ତି ସେମାନଙ୍କର ଡକୁମେଣ୍ଟ ସବୁ ଠିକ୍ ଅଛି। ସେମାନଙ୍କୁ ମାତ୍ର 3 ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର ଦିଆଯିବ। ଧନ୍ୟବାଦ ମୋ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବା ପାଇଁ। ଏମିତି ହିଁ ଅପଡେଟିଂ ନ୍ୟୁ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ ଏଣ୍ଡ ଭିଡ଼ିଓକୁ ଲାଇକ୍ ସେୟାର ବି କରିଦିଅ।